ନମସ୍କାର ବନ୍ଧୁଗଣ, ଏମିତି ସବୁଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ଆପଣମାନେ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଆପଣମାନେ ନିଜ ଗ୍ରହ ଏବଂ ନକ୍ଷତ୍ର ବିଷୟରେ ସଦାସର୍ବଦା ଅପଡେଟ୍ ରହିପାରିବେ। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। ଚାଲନ୍ତୁ ଏହି 2025 ମସିହା ଡିସେମ୍ବର ମାସରେ ତୁଳା ରାଶି ବ୍ୟକ୍ତିବିଶେଷଙ୍କର ଏହି ମାସଟି କିପରି ଭାବରେ ଅତିବାହିତ ହେବ ସେହି ବିଷୟରେ ଆମେ ଆଲୋଚନା କରିନେବା। ଗ୍ରହମାନଙ୍କର ଚଳନକୁ ଆମେ ଜାଣିନେବା। ମଙ୍ଗଳ ମହାଗ୍ରହ 7 ଡିସେମ୍ବରରୁ ଧନୁ ରାଶିକୁ ଗମନ କରିବେ। ରବି ମହାଗ୍ରହ 16 ଡିସେମ୍ବରରୁ ଧନୁ ରାଶିକୁ ଗମନ କରିବେ। ବୁଧ ମହାଗ୍ରହ 6 ଡିସେମ୍ବରରୁ ବିଛା ରାଶିକୁ ଗମନ କରିବେ। ଶୁକ୍ର ମହାଗ୍ରହ 20 ଡିସେମ୍ବରରୁ ଧନୁ ରାଶିକୁ ଗମନ କରିବେ। ତୁଳା ରାଶି ହେଉଛନ୍ତି ରାଶି ଚକ୍ରର ସପ୍ତମ ରାଶି। ଏହି ରାଶିର ଅଧିପତି ମହାଗ୍ରହ ହେଉଛନ୍ତି ଶୁକ୍ର ମହାଗ୍ରହ ଏବଂ ଶନି ମହାଗ୍ରହଙ୍କର ଏହି ରାଶି ହେଉଛି ସିଂହାସନ ପ୍ରାପ୍ତ। ବର୍ତ୍ତମାନ ତୁଳା ରାଶି ସକାଶେ ଏହି ଡିସେମ୍ବର ମାସରେ ଦ୍ୱିତୀୟରେ ରବି ମହାଗ୍ରହ ଭ୍ରମଣ କରୁଛନ୍ତି। ରବି ମହାଗ୍ରହ 15 ଡିଗ୍ରୀ ପାର ପରେ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରଦାନ କରିବେ। ରବି ମହାଗ୍ରହ 6 ଡିସେମ୍ବରରୁ ତୃତୀୟକୁ ଗୋଚର କରିବେ, ଫଳରେ ଆହୁରି ଶୁଭ ଫଳ ଦେବେ ଏବଂ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ମିଳିବ। ଆପଣଙ୍କ ଘର ପରିବାରରେ ଆନନ୍ଦ ଉଲ୍ଲାସ ଲାଗି ରହିବ। ବାପା ପୁଅ ଏବଂ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ନିଶ୍ଚିତ ଭାବରେ ଦୃଢ଼ତା ଆସିବ ଏବଂ ସାହି ପଡ଼ିଶାରେ ଯଦି ଆପଣଙ୍କର କୌଣସି ପ୍ରକାର କଳହ କିଛି ରହିଛି ତାହେଲେ ସେଥିରେ ଆପଣଙ୍କର ସୁଧାର ଆସିବ ଏବଂ ଭଲ ସମ୍ପର୍କ ଗଢ଼ି ଉଠିବ। ଏହି ମାସରେ ଆପଣଙ୍କର କେଉଁ ଦିଗରୁ ନା କେଉଁ ଦିଗରୁ ଆପଣଙ୍କୁ ନିଶ୍ଚିତ ଦ୍ରବ୍ୟମାନ ପ୍ରାପ୍ତ ହେବ। ଆପଣଙ୍କ ଘରର ଯଦି ପୂର୍ବରୁ କିଛି ଆର୍ଥିକ ପରିସ୍ଥିତି ଖରାପ ହୋଇ ରହିଛି ତାହେଲେ ସେଥିରେ ମଧ୍ୟ ଆପଣଙ୍କର ସୁଧାର ହୋଇଯିବ। ଯଦି ଆପଣ କରଜ କାଢ଼ିଆରେ କିଛି ବୁଡ଼ିକି ରହିଛନ୍ତି ତାହେଲେ ସେ କରଜ କାଢ଼ି ଆପଣଙ୍କର ନିଶ୍ଚିତ ଭାବରେ ବହୁତ ପରିମାଣର ସୁଝିଯିବ। ଆପଣଙ୍କର ଏହି ମାସରେ ମନ ପ୍ରଫୁଲ୍ଲ ରହିବ। ଯଦି ଆପଣଙ୍କର କୌଣସି ପୁରୁଣା ଘର ଅଧାରେ ପଡ଼ି ରହିଛି ସେଥିରେ ନୂତନ କାମ ଆରମ୍ଭ ନିଶ୍ଚିତ ଭାବରେ ହେବ ଏବଂ ସେହି କାମ ଚାହୁଁ ଚାହୁଁ କେତେବେଳେ ପୂର୍ଣ୍ଣ ହୋଇଯାଇଥିବ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ। ଏହି ମାସରେ ଆପଣଙ୍କୁ ଛୋଟ ଛୋଟ କଥା ପାଇଁ ପ୍ରଶଂସାର ଯୋଗ୍ୟ ହେବେ। ଘର ପରିବାରରେ ଆପଣଙ୍କ ଖୁସି ଲାଗି ରହିବ। ଆପଣ ଯଦି ଘର ପାଇଁ କିଛି କରୁଛନ୍ତି ତାହେଲେ ଛୋଟ ଛୋଟ କାମ ପାଇଁ ଘର ଲୋକ ମଧ୍ୟ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରଶଂସା କରିବେ। ଏହି ମାସରେ ଆପଣଙ୍କର ଘରୋଇ ହୁଅନ୍ତୁ କିମ୍ବା ବାହାରର କୌଣସି ଶତ୍ରୁମାନେ ଯଦି ଆପଣଙ୍କୁ ହଇରାଣ ହରକତ କିଛି କରିବାକୁ ଚେଷ୍ଟା କରନ୍ତି ତାହେଲେ ସେମାନେ ଆଦୌ ଆପଣଙ୍କର କୌଣସି ପ୍ରକାରର ବି ଅସୁବିଧା କରିପାରିବେ ନାହିଁ। ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ହାତ ବାନ୍ଧି ବସିବାକୁ ପଡ଼ିବ। ଯଦି ସେମାନେ ଆପଣଙ୍କୁ ହଇରାଣ ହରକତ କରିବାକୁ ଚେଷ୍ଟା କରନ୍ତି ତାହେଲେ ସେମାନେ ପ୍ରଥମେ ନିଜେ ହଇରାଣ ହେବେ ଏବଂ ହଇରାଣ ହୋଇ ହାରି ସାରିବା ପରେ ଆପଣଙ୍କ ସହିତ ବନ୍ଧୁତା କରିବା ପାଇଁ ଚେଷ୍ଟା କରିବେ। କିନ୍ତୁ ଯେଉଁମାନେ ପୂର୍ବରୁ ଶତ୍ରୁତା କରି ଅଛନ୍ତି ସେମାନଙ୍କ ସହିତ ବନ୍ଧୁତା କରିବା ସାପକୁ କ୍ଷୀର ଦେଇ ପାଳିବା ସଙ୍ଗେ ସମାନ। ତେଣୁକରି ଆପଣ ଟିକେ ସଜାଗ ହୋଇ ରହିବେ। ଏବେ ଚାଲନ୍ତୁ ଆମେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ନଜର ପକାଇବା। ଶୁକ୍ର ମହାଗ୍ରହ ବର୍ତ୍ତମାନ ପାଇଁ ଏହି ଡିସେମ୍ବର ମାସରେ ତୃତୀୟରେ ଗୋଚର କରୁଛନ୍ତି। ଫଳରେ ତୃତୀୟରେ ଯେତେବେଳେ ଶୁକ୍ର ମହାଗ୍ରହ ଗୋଚର କରୁଥାନ୍ତି ସିଏ ଆଦୌ ଭଲ ଫଳ ଦିଅନ୍ତି ନାହିଁ। ସିଏ ଆପଣଙ୍କୁ ନିଶ୍ଚିତ ଭାବରେ ଅଶୁଭ ଫଳ ପ୍ରଦାନ କରିବେ। ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଶ୍ଚିତ ଭାବରେ ଅସୁବିଧା ଦେଖାଦେବ। ଆପଣଙ୍କ ପେଟରେ ପ୍ରାୟତଃ ସମୟ ଗ୍ୟାସ୍ ଲାଗି ରହିବ। ଖାଦ୍ୟ ଆପଣଙ୍କର ଠିକ୍ ଭାବରେ ହଜମ ହେବ ନାହିଁ। ଅସୁବିଧା ହେବାର ବହୁତ ସମ୍ଭାବନା ରହିଛି, ଯେପରିକି ଯକୃତ ହେଉ କିମ୍ବା କୌଣସି କିଡନୀ ହେଉ କିମ୍ବା ମୂତ୍ରାଶୟରେ କୌଣସି ପ୍ରକାରର ଅସୁବିଧା ହୋଇପାରେ, କିନ୍ତୁ ବିଶେଷ ଧରଣର ଅସୁବିଧା ହେବ ନାହିଁ। ଏହି ମାସରେ ଯେହେତୁ ଆପଣଙ୍କର ଶୁଭ ଫଳ ରହୁଛି ବିଶେଷ ଭାବରେ ଆପଣଙ୍କ ସ୍ୱାସ୍ଥ୍ୟରେ ଅସୁବିଧା ହେବ ନାହିଁ, କିନ୍ତୁ ଆପଣଙ୍କୁ ଯାହା ହେଲେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ମାସରେ ଆପଣ ଟିକିଏ ଆମିଷ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ଏବଂ ବାହାରର ବଜାରର ଖାଦ୍ୟକୁ ଆପଣ ଆଦୌ ଛୁଅନ୍ତୁ ନାହିଁ, ନହେଲେ ଆପଣଙ୍କର ବହୁତ ଅସୁବିଧା ହୋଇପାରେ। ଯେତେ ଚେଷ୍ଟା କରିବେ ଆପଣ ବାହାର ଖାଦ୍ୟରୁ ଆପଣ ବଞ୍ଚିତ ରୁହନ୍ତୁ। ଯଦି ଆପଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ ଭାବରେ କିଛି ଅସୁବିଧା ହେଉଛି ତାହେଲେ ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ, ନହେଲେ ଆପଣଙ୍କର ବିଶେଷ ଭାବରେ ଅସୁବିଧା ହୋଇପାରେ। ଚାଲନ୍ତୁ ଏବେ ଆମେ ବ୍ୟବସାୟ କ୍ଷେତ୍ର ଉପରେ ନଜର ପକାଇବା। ଏହି ଡିସେମ୍ବର ମାସ ତୁଳା ରାଶି ସକାଶେ ଦ୍ୱିତୀୟ ରବି ମହାଗ୍ରହ ଭ୍ରମଣ କରୁଛନ୍ତି ଏବଂ 6 ଡିସେମ୍ବରରୁ ସିଏ ତୃତୀୟକୁ ଯିବେ। ବ୍ୟବସାୟ କ୍ଷେତ୍ରରେ ନିଶ୍ଚିତ ଭାବରେ ରବି ମହାଗ୍ରହ ଶୁଭ ଫଳ ପ୍ରଦାନ କରିବେ। ଫଳରେ ଆପଣଙ୍କ ବ୍ୟବସାୟରେ ଆପଣଙ୍କର ମନ ଚାହା ଲାଭ ନିଶ୍ଚିତ ଭାବରେ ହେବ।
ଏବଂ ଆପଣଙ୍କର ହୁ ହୁ ହେଇ ବ୍ୟବସାୟରେ ନିଶ୍ଚିତ ଭାବରେ ଲାଭ ହେବ। ଗ୍ରାହକମାନଙ୍କର ଏହି ମାସରେ ବହୁତ ପରିମାଣର ବୃଦ୍ଧି ଘଟିବ। ଯଦି ଆପଣଙ୍କର ପୂର୍ବରୁ ବେପାରରେ କୌଣସି ପ୍ରକାର ଲସ୍ ଲାଗି ରହିଛି ତାହେଲେ ସେଥିରେ ଆପଣଙ୍କର ନିଶ୍ଚିତ ଭାବରେ ସୁଧାର ଆସିବ ଏବଂ ସେହି ଲସ୍ ଆପଣଙ୍କର ଲାଭରେ ପରିଣତ ହେବ। ଯଦି ଆପଣଙ୍କର ପୂର୍ବରୁ କିଛି ବେପାର ଠପ୍ ହୋଇ ପଡ଼ି ରହିଛି, ପୁରାପୁରି ବନ୍ଦ ହେବା ଅବସ୍ଥାରେ ଅଛି, ତାହେଲେ ସେଥିରେ ଆପଣଙ୍କର ମଧ୍ୟ ନିଶ୍ଚିତ ଭାବରେ ସୁଧାର ଆସିବ। ତାହା ଆପଣଙ୍କର ନିଶ୍ଚିତ ଭାବରେ ଆପଣଙ୍କୁ ଲାଭବାନ କରାଇବ। ଯଦି ଆପଣ କୌଣସି ନୂତନ ବ୍ୟବସାୟ ଏହି ମାସରେ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ ଆରମ୍ଭ କରିବେ। ଯଦି ଆପଣ କୌଣସି ବିଦେଶରେ ବି ନୂତନ ବ୍ୟବସାୟ କିଛି ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ କରିପାରିବେ। ଆପଣ ଏହି ମାସରେ କିଛି ପରିମାଣର ଖର୍ଚ୍ଚାନ୍ତ ହେବେ, କିନ୍ତୁ ତଥାପି ଆପଣଙ୍କର ସଞ୍ଚୟ ନିଶ୍ଚିତ ଭାବରେ ବଢ଼ିବ। ଯଦି ଆପଣ କୌଣସି ପ୍ରକାରର ଜାଗା ବାଡ଼ି କିଛି କ୍ରୟ କରିବାକୁ ଚାହୁଁଛନ୍ତି କିମ୍ବା ଯାନବାହନ କୌଣସି ପ୍ରକାରର କିଛି କ୍ରୟ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ ଏହି ମାସରେ କ୍ରୟ କରିପାରିବେ। ଏବଂ ଯେଉଁମାନେ ଚାକିରି ଖୋଜି ଖୋଜି ନୟାନ୍ତ ହୋଇଗଲେଣି ସେମାନଙ୍କୁ ଏହି ମାସରେ କୌଣସି ନା କୌଣସି ଜାଗାରେ ଚାକିରି ମିଳିବାର ବହୁତ ସମ୍ଭାବନା ରହିଛି ଏବଂ ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କର କିଛି ପରିମାଣରେ ଅସୁବିଧା ଦେଖା ଦେଇପାରେ। ଚାକିରି କ୍ଷେତ୍ରରେ ସେମାନଙ୍କୁ ଟିକେ କଟୁ କଥା ଶୁଣିବାକୁ ପଡ଼ିପାରେ ବଡ଼ ଅଫିସରମାନଙ୍କ ପାଖରୁ, ତେଣୁକରି ସେମାନେ ଟିକେ ସାବଧାନ ରହିବେ। ଏବେ ଚାଲନ୍ତୁ ଆମେ ବିବାହ କ୍ଷେତ୍ର ଉପରେ ନଜର ପକାଇବା। ମଙ୍ଗଳ ମହାଗ୍ରହ ଦ୍ୱିତୀୟରେ ଭ୍ରମଣ କରୁଛନ୍ତି, ତେଣୁକରି ଦ୍ୱିତୀୟ ମଙ୍ଗଳ ଆଦୌ ଶୁଭ ଫଳ ଦିଅନ୍ତି ନାହିଁ। କିନ୍ତୁ ଦ୍ୱିତୀୟରେ ଯେହେତୁ ରବି ମହାଗ୍ରହ ଗୋଚର କରୁଛନ୍ତି, ତେଣୁକରି ମଙ୍ଗଳ ମହାଗ୍ରହ ରବି ଯୁକ୍ତ ହୋଇକି ରହିଛନ୍ତି, ତେଣୁକରି ଆପଣଙ୍କର ନିଶ୍ଚିତ ଭାବରେ ବିବାହ କ୍ଷେତ୍ରରେ ନିଶ୍ଚିତ ଭାବରେ ଶୁଭ ଫଳ ମିଳିବ। ଯେଉଁମାନଙ୍କର ବାହାଘର ଖୋଜି ଖୋଜି ସେମାନେ ନୟାନ୍ତ ହୋଇଗଲେଣି, ସେମାନଙ୍କୁ କୌଣସି ଜାଗାରେ ପ୍ରସ୍ତାବ ଜୁଟୁନାହିଁ, ତାହେଲେ ସେମାନଙ୍କର ନିଶ୍ଚିତ ଏହି ମାସରେ କେଉଁଠାରେ ନା କେଉଁଠାରେ ଗୋଟିଏ ପ୍ରସ୍ତାବ ଜୁଟିବାର ବହୁତ ସମ୍ଭାବନା ରହିଛି। ଏବଂ ଯେଉଁମାନଙ୍କର ବାହାଘର ସ୍ଥିର ହୋଇଯାଇଛି ସେମାନଙ୍କର ବିନା କୌଣସି ବାଧାରେ ବାହାଘର ନିଶ୍ଚିତ ଭାବରେ ସୁରୁଖୁରୁରେ ହୋଇଯିବ। ଷଷ୍ଠ ଘରେ ଶନି ମହାଗ୍ରହ ଗୋଚର କରୁଛନ୍ତି। ଷଷ୍ଠ ଘରେ ଯେତେବେଳେ ତୁଳା ରାଶି ସକାଶେ ଶନି ମହାଗ୍ରହ ଗୋଚର କରନ୍ତି ସିଏ ଶୁଭ ଫଳ ପ୍ରଦାନ କରନ୍ତି, କିନ୍ତୁ ପଞ୍ଚମରେ ରାହୁ ମହାଗ୍ରହ ଥିବାରୁ ସିଏ ଅଶୁଭ ଦୃଷ୍ଟି ନିଶ୍ଚିତ ଭାବରେ ପକାଇବେ। ଫଳରେ ଆପଣଙ୍କର ପ୍ରେମ କ୍ଷେତ୍ରରେ ନିଶ୍ଚିତ ଭାବରେ ଅସଫଳତା ଦେଖାଦେବ। ପ୍ରେମୀ ଯୁଗଳଙ୍କ ମଧ୍ୟରେ କୌଣସି ପ୍ରକାରର ମନ ମତାନ୍ତର ହୋଇପାରେ। କୌଣସି ଭୁଲ ବୁଝାମଣାକୁ ନେଇ ମନ ମତାନ୍ତର ହେବ ଏବଂ ସେମାନେ ଅଲଗା ହେବାର ସମ୍ଭାବନା ମଧ୍ୟ ରହୁଛି। ଯେଉଁ ବିବାହିତାମାନେ କୌଣସି ପ୍ରକାରର ସନ୍ତାନ ସନ୍ତତି ପାଇଁ ପ୍ଲାନ୍ କରିବାକୁ ଚାହୁଁଛନ୍ତି ସେମାନେ ଆଦୌ କରନ୍ତୁ ନାହିଁ। ଚାଲନ୍ତୁ ଏବେ ଶିକ୍ଷା କ୍ଷେତ୍ର ଉପରେ ଆମେ ନଜର ପକାଇବା। ପଞ୍ଚମରେ ରାହୁ ମହାଗ୍ରହ ଭ୍ରମଣ କରୁଛନ୍ତି, ଫଳରେ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସେ ନିଶ୍ଚିତ ଭାବରେ ଅଶୁଭ ଫଳ ପ୍ରଦାନ କରିବେ। ଯେଉଁ ବିଦ୍ୟାର୍ଥୀମାନେ ତୁଳା ରାଶି ବ୍ୟକ୍ତିବିଶେଷ ସେମାନଙ୍କୁ ଟିକେ ଧ୍ୟାନ ଦେବାକୁ ପଡ଼ିବ। ସେମାନଙ୍କର ଏହି ମାସରେ ପାଠପଢ଼ାରୁ ଆପଣଙ୍କର ଧ୍ୟାନ ହଟି ଯାଇପାରେ, ଆପଣଙ୍କୁ ଅଳସପଣ ଲାଗି ରହିବ ଏବଂ ପାଠପଢ଼ାରେ ଆଦୌ ମନ ଲାଗିବ ନାହିଁ। ଆପଣଙ୍କ ଚାରିଆଡ଼େ ବୁଲାବୁଲିରେ ମନ ଲାଗି ରହିବ, ପାଠପଢ଼ା ପ୍ରତି ଆଦୌ ମନ ବଢ଼ିବ ନାହିଁ। ଯଦି ଆପଣ କୌଣସି ଜାଗାରେ ଏହି ମାସରେ ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ କରିପାରିବେ। ଯଦି ଆପଣ କୌଣସି ଜାଗାକୁ କିଛି ପରୀକ୍ଷା ପତ୍ର ଦେବାକୁ ଯାଉଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ ହନୁମାନ ମନ୍ଦିରରେ ପରୀକ୍ଷାକୁ ଯିବା ପୂର୍ବରୁ ହନୁମାନ ଚାଳିଶା ପାଠ କରି ନିଶ୍ଚିତ ଭାବରେ ଭଗବାନଙ୍କୁ ମୁଣ୍ଡିଆ ମାରି ସମର୍ପଣ ହୋଇଯାଆନ୍ତୁ। ଫଳରେ ଆପଣଙ୍କର ନିଶ୍ଚିତ ଭାବରେ ଗ୍ରହ ପୀଡ଼ା କମିଯିବ। ଏବେ ଚାଲନ୍ତୁ ଆମେ ପ୍ରତିକାର ବିଷୟରେ ଜାଣିନେବା। ପ୍ରତିକାର ରୂପରେ ଆପଣ ଏହି ମାସରେ ମହାମୃତ୍ୟୁଞ୍ଜୟ ନିଶ୍ଚିତ ଭାବରେ ଜପ କରନ୍ତୁ ଏବଂ ଆପଣ ହୀରା ମୁଦି କିମ୍ବା ହୀରା ହାର ଏହି ମାସରେ ନିଶ୍ଚିତ ଭାବରେ ଧାରଣ କରିପାରିବେ। ଫଳରେ ଆପଣଙ୍କର ଗ୍ରହ ପୀଡ଼ା ନିଶ୍ଚିତ ଭାବରେ ଶାନ୍ତି ହେବ ଏବଂ ପ୍ରତ୍ୟେକ ଦିନ 11 ଥରରୁ ଅଧିକ ଆପଣ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଶିବ ମନ୍ଦିରକୁ ଯାଇ ଆପଣ ନିଶ୍ଚିତ ଭାବରେ ଜଳ ଅର୍ପଣ କରନ୍ତୁ। ଦିନକୁ 108 ଥରରୁ ଅଧିକ ହରିନାମ ମହାମନ୍ତ୍ରକୁ ନିଶ୍ଚିତ ଭାବରେ ଜପ କରନ୍ତୁ ଏବଂ ଆପଣଙ୍କ ଘରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହରିନାମ ମହାମନ୍ତ୍ରର ସଂକୀର୍ତ୍ତନ କରନ୍ତୁ। ଫଳରେ ଆପଣଙ୍କ ଘରରୁ ଅଗ୍ନିଭୟ, ଚୌରଭୟ, ସର୍ପଭୟ ଦୂରୀଭୂତ ହେବା ସହିତ ଆପଣଙ୍କର ଗ୍ରହ ପୀଡ଼ା ନିଶ୍ଚିତ ଭାବରେ ଶାନ୍ତି ହୋଇଯିବ। ଏହା ଥିଲା ତୁଳା ରାଶି ବ୍ୟକ୍ତିବିଶେଷଙ୍କର ଡିସେମ୍ବର ମାସର ରାଶିଫଳ। ଏତିକି କହି ମୁଁ ବିଦାୟ ନେଉଛି। ନମସ୍କାର ବନ୍ଧୁଗଣ।